ନମସ୍କାର ଦର୍ଶକ ବନ୍ଧୁ ଶନିବାର ଶୁଭ ସନ୍ଧ୍ୟା। ଆଜି ରହୁଛି ଆଜି ସନ୍ଧ୍ୟାରେ 10ଟି ରହିଛି ଦେଶ ଗୁରୁତ୍ୱପୂର୍ଣ୍ଣ ବିଦେଶ ଖବର ରାଜ୍ୟର ଯାହା ଜାଣିବା ଗୁରୁତ୍ୱପୂର୍ଣ୍ଣ ଆପଣମାନେ ଖବର ନିହାତି ଆବଶ୍ୟକ। ଆପଣଙ୍କୁ ତେଣୁ ଭିଡିଓ ଭିଡିଓଟିକୁ ଶେଷ ଲାଇକ୍ କରି ପର୍ଯ୍ୟନ୍ତ ଆପଣମାନେ ଦେଖିବାକୁ କେଉଁ ମୋର ଜିଲ୍ଲାରୁ ଅନୁରୋଧ। ଦେଖୁଛନ୍ତି ଚାଲନ୍ତୁ ନିଶ୍ଚିନ୍ତ ଖବର କମେଣ୍ଟ ଉପରେ କରନ୍ତୁ। ନଜର ପକାଇବା। ନମ୍ବର 1, ଡିସେମ୍ବର 1 ସୁଦ୍ଧା 1 କୋଟି ମହିଳାଙ୍କୁ ମିଳିଯିବ ସୁଭଦ୍ରା ଟଙ୍କା। 24ରେ ମିଳିବ 20 ଲକ୍ଷ ଆକାଉଣ୍ଟକୁ କ୍ରେଡିଟ୍ ହେବ ଟଙ୍କା। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି। ଆଉ ଡିସେମ୍ବର ସୁଦ୍ଧା 1 କୋଟି ମହିଳାଙ୍କୁ ସୁଭଦ୍ରା ଟଙ୍କା ସବୁ ମିଳିଯିବ ବୋଲି କୁହାଯାଉଛି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତୃତୀୟ ପର୍ଯ୍ୟାୟରେ ସାମିଲ ହେବେ ସମସ୍ତ ଅଙ୍ଗନବାଡି କର୍ମୀ। ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ଯାଞ୍ଚ ସରିଛି। ଏଥିସହିତ ବାଦ୍ ପଡିଥିବା 2,67,000 ହିତାଧିକାରୀ ସାମିଲ କରିବାକୁ ଆଜି ସନ୍ଧ୍ୟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ। 24 ତାରିଖରେ 20 ଲକ୍ଷ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। 1,16,00,000ରେ ପହଞ୍ଚିଲେଣି ସୁଭଦ୍ରା ଆବେଦନକାରୀଙ୍କ ସଂଖ୍ୟା। 5 ଲକ୍ଷ ଆବେଦନକାରୀ ସିଙ୍ଗିଲ ଆକାଉଣ୍ଟ ଦେବାକୁ ଅପିଲ କରିଥିଲେ ଉପମୁଖ୍ୟମନ୍ତ୍ରୀ। ଗୋଟିଏ ନମ୍ବରରେ ଏକାଧିକ ଆକାଉଣ୍ଟ ଥିବାରୁ ଟିକେ ସମସ୍ୟା ହେଉଛି ବୋଲି କହୁଛନ୍ତି। ବଳକା ହିତାଧିକାରୀ ଜାନୁଆରୀ ଫେବୃଆରୀ ଟଙ୍କା ପାଇବେ ବୋଲି କୁହାଯାଉଛି। ଜାନୁଆରୀ ଫେବୃଆରୀ ଆବେଦନକାରୀ ପୁଣି ଏକାଥରେ 2ଟି କିସ୍ତିର ଟଙ୍କା ଏକା ସାଙ୍ଗରେ ପାଇବେ ବୋଲି କୁହାଯାଉଛି। ଏଯାବତ୍ 1,16,00,000 ମହିଳା ସୁଭଦ୍ରା ଯୋଜନା ଆବେଦନ କରିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି। ଆସନ୍ତା 23ରେ ମନ୍ତ୍ରୀ ପରିଷଦ ବୈଠକ। ଅତିରିକ୍ତ ବଜେଟକୁ ନେଇ ହେବ ଆଲୋଚନା। ତେବେ ସେହିଦିନ ଅପରାହ୍ନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ରାଜ୍ୟରେ ଅତିରିକ୍ତ ବଜେଟ ଉପରେ ଆଲୋଚନା କରାଯିବ। ମନ୍ତ୍ରୀମାନଙ୍କ ମଧ୍ୟରେ ଆଲୋଚନା ପରେ ବଜେଟକୁ ମନ୍ତ୍ରୀ ପରିଷଦର ଅନୁମୋଦନ ମିଳିବ। 25ରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ। 26ରେ ବିଧାନସଭାର ଆଗାମୀ ଶୀତ ଅଧିବେଶନର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଅତିରିକ୍ତ ବଜେଟକୁ ଉପସ୍ଥାପନ କରିବେ ବୋଲି କୁହାଯାଉଛି। ତାହା 5 ତାରିଖରେ ଗୃହୀତ ହେବ ବୋଲି ସୂଚନା ମିଳିଛି। 31ରେ ପ୍ରାଥମିକ ଶିକ୍ଷାର୍ଥୀଙ୍କ ଅଭିଭାବକଙ୍କୁ ନେଇ ସ୍ୱତନ୍ତ୍ର ବୈଠକ। ଅପାର କାର୍ଡ ନେଇକି ହେବ ଆଲୋଚନା। ତେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ନେଇକି ହେବ ସ୍ୱତନ୍ତ୍ର ବୈଠକ। ଆସନ୍ତା 30 ତାରିଖରେ ହେବ ବୈଠକ ବସିବ। ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ଚିଠି କରାଯାଇଛି। ଗୋଷ୍ଠୀ ଓ ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ଚିଠି ମଧ୍ୟ କରାଯାଇଛି। ଗୋଷ୍ଠୀ ବିଦ୍ୟାଳୟ ମଧ୍ୟରେ ଏକ ସମନ୍ୱୟ ସ୍ଥାପନ କରିବା ପାଇଁ କାର୍ଯ୍ୟକ୍ରମ କରାଯିବ। ବୈଠକରେ ବିଶେଷ କରିକି ଅଟୋମେଟେଡ୍ ପରମାନେଣ୍ଟ ଏକାଡେମିକ୍ ଆକାଉଣ୍ଟ ରେଜିଷ୍ଟ୍ରି ବିଷୟରେ ଆଲୋଚନା କରାଯିବ। ପିତାମାତା ତଥା ଆଇନଗତ ଅଭିଭାବକ ସେମାନଙ୍କ ପିଲାଙ୍କ ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶିତ ନିୟମାବଳୀ ଅନୁଯାୟୀ ଅପାର ଆଇଡି ସୃଷ୍ଟି କରିବା ଲାଗି ସମ୍ମତି ସ୍ୱାକ୍ଷର କରିବେ। ଏହି ସମ୍ମତି ପତ୍ରକୁ ସ୍କୁଲରେ ପ୍ରଧାନ ଶିକ୍ଷକ ଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମ ରାଜ୍ୟର ସମସ୍ତ ବିଦ୍ୟାଳୟରେ ପାଳନ କରାଯିବ। ସୂଚନାଯୋଗ୍ୟ ଅପାର ଆଇଡି କାର୍ଡ ପାଇଁ ଅଭିଭାବକ ଅମୁକ ହେଉଥିବାରୁ ଏହି ପଦକ୍ଷେପ ନିଆଯିବ ବୋଲି କୁହାଯାଉଛି। ରାଜ୍ୟରେ ପ୍ରତିଷ୍ଠା ହେବ ମହିଳା କୋର୍ଟ। ଏନେଇ ଆଇନ ମନ୍ତ୍ରୀ ସୂଚନା ଦେଲେ। ରାଜ୍ୟରେ ଦିନକୁ ଦିନ ଦୁଷ୍କର୍ମ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ନାବାଳିକା ଉପରେ ଅଧିକ ଯୌନ ନିର୍ଯାତନା କରାଯାଉଥିବା ଘଟଣା ନଜରକୁ ଆସୁଛି। ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟରେ ଖୁବ୍ ଶୀଘ୍ର ମହିଳା କୋର୍ଟ ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ମହିଳାଙ୍କ ଉପରେ ହେଉଥିବା ସମସ୍ତ ପ୍ରକାର ନିର୍ଯାତନା ସମ୍ପର୍କିତ ମାମଲା ଏହି କୋର୍ଟରେ ବିଚାର କରାଯିବ। ମହାପ୍ରଭୁଙ୍କ ମାଟିତୋଳା ଜମି ଦଖଲ ମାମଲା। 125 ବେଆଇନ ଘରେ ବୁଲିବ ବୁଲଡୋଜର। ମହାପ୍ରଭୁଙ୍କର ଜଗନ୍ନାଥଙ୍କର ଜମି ନେଇକି ଏବେ ଖୋଳତାଡ଼ ଚାଲିଛି। ମହାପ୍ରଭୁଙ୍କର 64 ଏକର ଜମି ଉପରେ ରହିଥିବା ଘର ଉପରେ ବୁଲିବ ବୁଲଡୋଜର। ମହାପ୍ରଭୁଙ୍କ ଜମିକୁ ବେଆଇନ ଭାବେ ଜମି ମାଫିଆଙ୍କ ଠାରୁ ହାତେଇ ଘର କରିଥିବା 125 ଜଣଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି ପୁରୀ ତହସିଲଦାର ଏବଂ ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ରାଜସ୍ୱ ବିଭାଗର ଅଧିକାରୀ କହିଛନ୍ତି ଯେ ଏଥର ତାଙ୍କ ଘର ଉପରେ ବୁଲଡୋଜର ଚାଲିବ। ଏ ନେଇକି ମଧ୍ୟ ସମସ୍ତ ପ୍ରକାର ଆଲୋଚନା ସରିଛି। ଆଉ ତୁରନ୍ତ ଏ ଉପରେ ମଧ୍ୟ ପଦକ୍ଷେପ ନିଆଯିବ। ସରକାରୀ ହସ୍ପିଟାଲରେ ରୋଗୀଙ୍କ ପାଇଁ 24 ଘଣ୍ଟା ଖୋଲା ରହିବ ନିରାମୟ ଔଷଧ କେନ୍ଦ୍ର। ଏନେଇ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଲେ। ତେବେ 24 ଘଣ୍ଟା ଖୋଲା ରହିବ ନିରାମୟ କେନ୍ଦ୍ର। ଏହା ଯେପରି ଖିଲାପ ନ ହୁଏ ସେଥିପ୍ରତି ସ୍କ୍ୱାଡ୍ ଗଠନ କଲା ସାଧାରଣ ଉଦ୍ୟୋଗ ବିଭାଗ। ଅଧିକାରୀ ଅଚାନକ ନିରାମୟ ପରିଦର୍ଶନ କରିବେ। ନିରାମୟ ଖୋଲା ନଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଔଷଧ ନିଗମର ସମୀକ୍ଷା ବୈଠକରେ ଏହି ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର। ଔଷଧର ନିଗମର ଔଷଧର ଯାଞ୍ଚ ମଧ୍ୟ ହେବ। ନିରାମୟର ଔଷଧ ରହୁଛି କି ନାହିଁ ସେ ନେଇ ମଧ୍ୟ ତଦାରଖ ହେବ ବୋଲି କୁହାଯାଉଛି। ଏଇଟା ଓଡ଼ିଶା ସରକାରଙ୍କର ଏକ ବଡ଼ ପ୍ରୟାସ ବୋଲି କୁହାଯାଉଛି। ତେବେ କାଲି ସୃଷ୍ଟି ହେବ ଘୂର୍ଣ୍ଣିବଳୟ। 23 ସୁଦ୍ଧା ଲଘୁଚାପ ହେବ।
ଖସୁଛି ପାରଦ, ବଢୁଛି ଶୀତ। ସାରା ରାଜ୍ୟରେ ବର୍ତ୍ତମାନ ଜାରି ରହିଛି ଶୀତ ଲହରୀ। ତଳମୁହାଁ ରାତି ତାପମାତ୍ରା 5 ଡିଗ୍ରୀ ଯାଏଁ ବିଭିନ୍ନ ସ୍ଥାନରେ ହ୍ରାସ ପାଇଛି ବା ତଳମୁହାଁ ହୋଇଛି ତାପମାତ୍ରା। ତାପମାତ୍ରା ଆହୁରି ହ୍ରାସ ପାଇବ ବୋଲି କୁହାଯାଉଛି ଆଉ ଶୀତର ପ୍ରକୋପ ଆହୁରି ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଫେବୃଆରୀ 15ରୁ ଆରମ୍ଭ ହେବ ସିବିଏସ୍ଇ ଦଶମ ଓ ଦ୍ୱାଦଶ ପରୀକ୍ଷା। ତେବେ ଏବେ ନେଇ ଘୋଷଣା ମଧ୍ୟ ସରିଛି। ଦଶମ ପରୀକ୍ଷା ଫେବୃଆରୀ 15ରୁ ଆରମ୍ଭ ହୋଇ ମାର୍ଚ୍ଚ 18 ତାରିଖ ଯାଏଁ ଚାଲିବ। ସେହିପରି ଫେବୃଆରୀ 15ରୁ ଅପ୍ରେଲ 4 ପର୍ଯ୍ୟନ୍ତ ଚାଲିବ ଦ୍ୱାଦଶ ଶ୍ରେଣୀ ପରୀକ୍ଷା। ଏହା ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାଦଶ ପରୀକ୍ଷା ତାରିଖ ମଧ୍ୟ ଘୋଷଣା କରିଛି। ଏଣିକି ବର୍ଷ ତମାମ ଚାଲିବ ବାଲିଯାତ୍ରା। 12 ମାସ କମ୍ପିବ ମହାନଦୀ ପଠା। ଏନେଇ ଉନ୍ନୟନ ମନ୍ତ୍ରୀ ମଧ୍ୟ ସୂଚନା ଦେଇଛନ୍ତି। ଐତିହାସିକ ବାଲିଯାତ୍ରାକୁ ନେଇ ବଡ଼ ଘୋଷଣା କରିଛନ୍ତି ମନ୍ତ୍ରୀ ନଗର ଉନ୍ନୟନ କୃଷ୍ଣଚନ୍ଦ୍ର ମହାପାତ୍ର। ତେବେ ଏଣିକି ବର୍ଷକ ଯାକ ହସିବ ମହାନଦୀ ପଠା। ସବୁଦିନ ଲାଗି ରହିବ ପର୍ଯ୍ୟଟକଙ୍କ ମେଳା। ଚାଲିବ ବେପାର ବଣିଜ ଏବଂ ଜମିବ ଐତିହାସିକ ବାଲିଯାତ୍ରା। ଏଣିକି ବର୍ଷକ ଯାକ ମହାନଦୀ ପଠାରେ ବାଲିଯାତ୍ରା ରହିବ ବୋଲି ଘୋଷଣା ହୋଇଛି। ଏବେ ରାଜ୍ୟବାସୀଙ୍କୁ ବାଲିଯାତ୍ରା ପାଇଁ ବର୍ଷେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ। କାରଣ ଏଣିକି ବର୍ଷକ ଥରେ ନୁହେଁ, ବର୍ଷ ତମାମ ମହାନଦୀ ପଠାରେ ଚାଲିବ ଐତିହାସିକ ବାଲିଯାତ୍ରା। ବାଲିଯାତ୍ରାକୁ ନେଇ ରାଜ୍ୟବାସୀଙ୍କ ଅହେତୁକ ଦୁର୍ବଳତା ଦେଖି ବଡ଼ ଘୋଷଣା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ। କଟକ ମହାନଦୀ ପଠାରେ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ଐତିହାସିକ ବାଲିଯାତ୍ରାକୁ ନେଇ ବହୁ ଦୂରାନ୍ତରରୁ ଆସୁଛନ୍ତି ଲୋକେ। ବର୍ଷକୁ ଏଠାରେ ବାଲିଯାତ୍ରା ଅନୁଷ୍ଠିତ ହେବାରୁ ପ୍ରତିଦିନ ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ବାଲିଯାତ୍ରାରେ ପୁରୀ ଉଠେ ମହାନଦୀ ପଠା। ତେଣୁ ଲୋକଙ୍କ ଦୁର୍ବଳତାକୁ ଦୃଷ୍ଟିରେ ରଖି ନଗର ଉନ୍ନୟନ ମନ୍ତ୍ରୀ ବାଲିଯାତ୍ରାକୁ ସବୁଦିନିଆ କରିବାକୁ ଘୋଷଣା କରିଛନ୍ତି। ଷଷ୍ଠ ସନ୍ଧ୍ୟାରେ ବାଲିଯାତ୍ରା ପରିଦର୍ଶନ କରିବା ବେଳେ କହିଛନ୍ତି ଯେ ବର୍ଷକ ଯାକ ମହାନଦୀ ପଠାରେ ମିନି ବାଲିଯାତ୍ରା ଅନୁଷ୍ଠିତ ହେବ। ଏହା ସହିତ କହିଛନ୍ତି ଯେ ଖୁବ୍ ଶୀଘ୍ର ମହାନଦୀ ରିଭର ଭ୍ୟୁ ଫ୍ରଣ୍ଟ ଆରମ୍ଭ ହେବ। ଚିତ୍ତ ବିନୋଦନ ପାଇଁ ସଂସ୍ଥା କାର୍ଯ୍ୟକ୍ରମ କରିବ। ତେବେ କୁହାଯାଉଛି ଯେ ଅମ୍ୟୁଜମେଣ୍ଟ ପାର୍କ ଏବଂ ବୃକ୍ଷରୋପଣ ମଧ୍ୟ କରାଯିବ। ଏହା ବ୍ୟତୀତ ଫୁଟପାଥ ଏବଂ ପିଲାମାନଙ୍କ ପାଇଁ ମନୋରଞ୍ଜନ ବ୍ୟବସ୍ଥା ମଧ୍ୟ କରାଯିବ। ବାଲିଯାତ୍ରା ବୋଲି ମନ୍ତ୍ରୀ କହିଛନ୍ତି ଯେ ସାବରମତୀ ନଦୀରେ ହେଉଥିବା ରିଭର ଫ୍ରଣ୍ଟ ଭଳି ମହାନଦୀର ରିଭର ଫ୍ରଣ୍ଟ ମଧ୍ୟ କରିବାକୁ ପ୍ରସ୍ତୁତି ଚାଲିଛି। ତେଣୁ ବର୍ଷ ଯାକ ମହାନଦୀରେ ମିନି ବାଲିଯାତ୍ରା ହେବ। ଛୋଟ ଛୋଟ ଯୋଜନା ହେବ। ପିଲାମାନଙ୍କ ପାଇଁ ମନୋରଞ୍ଜନ ଖେଳନା ମଧ୍ୟ ହେବ। ଏ ନେଇକି ମଧ୍ୟ ଘୋଷଣା 5 ବର୍ଷରେ 5 ଲକ୍ଷ କୋଟି ଓଡ଼ିଶାରେ ପୁଞ୍ଜିନିବେଶ ହେବ। ଏନେଇ ଶିଳ୍ପ ମନ୍ତ୍ରୀ ମଧ୍ୟ କହିଛନ୍ତି। ସିଙ୍ଗାପୁର ଗସ୍ତରେ ସଫଳ ହୋଇଛି। ଅନେକ କମ୍ପାନୀ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଯୋଗ ଦେବା ପାଇଁ ଓଡ଼ିଶା ଆସିବାକୁ ଆଗ୍ରହ ଦେଖାଇଛନ୍ତି। ସିଙ୍ଗାପୁର ଗସ୍ତରେ ମେକ୍ ଇନ୍ ଓଡ଼ିଶାର କନକ୍ଲେଭର ରୋଡ୍ ଶୋ ପରେ ଓଡ଼ିଶା ଫେରିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ। ନିଜର ପ୍ରତିକ୍ରିୟା ଶିଳ୍ପମନ୍ତ୍ରୀ କହିଛନ୍ତି ଯେ ଆଗାମୀ 5 ବର୍ଷରେ 5 ଲକ୍ଷ କୋଟି ଓଡ଼ିଶାରେ ପୁଞ୍ଜି ନିବେଶ ହେବା ପାଇଁ ଯାଉଛି। ଯାହାଫଳରେ ଆଉ ଦାଦନ ଖଟିବେ ନାହିଁ। ଏଥର ଓଡ଼ିଶାରେ ମିଳିବ ଚାକିରି। ଓଡ଼ିଶାରେ ରହି ଲୋକେ ଚାକିରି କରିବେ। ଆଉ ବାହାର ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ। 5 କୋଟି ରାସନ କାର୍ଡ ରବ୍ଦ। ଲିଷ୍ଟରେ ଆପଣଙ୍କ ନାଁ ନାହିଁ ତ ଏମିତି ଚେକ୍ କରନ୍ତୁ। ତେବେ ଭାରତର ଗରିବ ଅଭାବୀ ଲୋକଙ୍କ ପାଇଁ ରାସନ କାର୍ଡ ପ୍ରଦାନ କରାଯାଉଛି। ଭାରତର କୋଟି କୋଟି ରାସନ କାର୍ଡ ହିତାଧିକାରୀ ଅଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ସରକାର କମ୍ ମୂଲ୍ୟରେ ଲୋକଙ୍କୁ ରାସନ କାର୍ଡ ଏବଂ ରାସନ ଯୋଗାଉଛନ୍ତି। ହେଲେ ନିକଟରେ ରାସନ କାର୍ଡଙ୍କ ପାଇଁ ଏକ ବଡ଼ ଖବର ଆସିଛି। ଭାରତର ପ୍ରାୟ 5.8 କୋଟି ରାସନ କାର୍ଡ ରବ୍ଦ କରିଛନ୍ତି। କେଉଁ କାରଣରୁ ସରକାର କରିଛନ୍ତି ଏବେ ତାର ମଧ୍ୟ ଲିଷ୍ଟ ଅଛି। ତେବେ କୁହାଯାଉଛି ଏମାନେ ଅଯୋଗ୍ୟ ଏବଂ ଭୂତାଧିକାରୀ ଥିଲେ। ଯାହା ଟୋଟାଲ ଭାରତରେ ଏବେ 5.8 କୋଟି ଲୋକଙ୍କର ରାସନ କାର୍ଡ ରବ୍ଦ ହୋଇଛି। ଏମାନେ ଇକେୱାଇସି କରିନାହାନ୍ତି। ଏମାନେ ଅଯୋଗ୍ୟ ହିତାଧିକାରୀ ଥିଲେ। ଯାହାଫଳରେ ଆଙ୍କ ନାଁ ମଧ୍ୟ କଟାଯାଇଛି। ତେବେ ଓଡ଼ିଶାରୁ କେତେ କଟାଯାଇଛି ସେ ମଧ୍ୟ ଲିଷ୍ଟ ବାହାରିବ। ଆପଣଙ୍କର ନାଁ ରାସନ କାର୍ଡରେ ଅଛି କି ନାହିଁ ଆପଣ ମଧ୍ୟ ତୁରନ୍ତ ଅଫିସିଆଲ ସାଇଟ୍ ଯାଇ ଚେକ୍ କରନ୍ତୁ। ଆଇପିଏଲ୍ ପାଇଁ ଚେନ୍ନାଇ ସୁପର କିଙ୍ଗ ପ୍ରସ୍ତୁତ। ଅଶ୍ୱିନୀକୁ 8 କୋଟି ଏବଂ ନଟରାଜନଙ୍କୁ 10 କୋଟିରେ କିଣିଲେ। ତେବେ ଭାରତୀୟ କ୍ରିକେଟର ରବିଚନ୍ଦ୍ର ଅଶ୍ୱିନୀକୁ ଆଜିକାଲି ଇଣ୍ଟରନେଟରେ ଦବଦବା ଜାହିର କରୁଛନ୍ତି। ଏହା ସହିତ ପୂର୍ବରୁ ମକ୍ ନିଲାମ ପରେ ବେଶ୍ ଚର୍ଚ୍ଚାରେ ରହିଥିଲେ। ତେବେ ଦ ଅଲ୍ଟିମେଟ୍ ନିଲାମ ଏବେ ନାମକ ଇଭେଣ୍ଟରେ ଆୟୋଜନ କରିଛନ୍ତି। ଯେଉଁଥିରେ ଚେନ୍ନାଇ ସୁପର କିଙ୍ଗର ଏକ ଟିମ୍ ପ୍ରସ୍ତୁତ ହୋଇଛି। ଯେଉଁଥିରେ ଅନେକ ନୂଆ ଚେହେରାକୁ ଦେଖିବାକୁ ମିଳିଛି। କହି ରଖୁ ଯେ ଆଇପିଏଲ୍ 2025 ପୂର୍ବରୁ ସିଏସ୍କେ ବା ଚେନ୍ନାଇ ସୁପର କିଙ୍ଗ ମୋଟ 5 ଜଣ ଖେଳାଳିଙ୍କୁ ରିଟେନ୍ କରିଥିଲା। 5 ଜଣ ଖେଳାଳିଙ୍କ ନାମ ମଧ୍ୟରେ ମହେନ୍ଦ୍ର ସିଂହ ଧୋନି, ରବୀନ୍ଦ୍ର ଜାଡେଜା, ଋତୁରାଜ ଗାଇକୱାଡ ଏବଂ ମାଥିସ୍ ପର୍ଥିଆନ ଏବଂ ଶିବମ ଦୁବେ ନାମ ରହିଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ବଡ଼ ଘୋଷଣା। ଏବେ ଆଳୁ ମିଶନ ନେଇ ସରକାର କାର୍ଯ୍ୟକାରୀ କରୁଛନ୍ତି। ଆଳୁ ବିହନ ଲାଗିଛି ଏବଂ ଓଡ଼ିଶାରେ ଆଳୁ ମଧ୍ୟ ଚାଷ ହେବ, ଯାହାଫଳରେ ଆଳୁର ଦର କମିବ। ଆଉ ପିଆଜ ମିଶନ ନେଇ ସରକାର ମଧ୍ୟ ଏ ନେଇ ଆଲୋଚନା କରୁଛନ୍ତି। ତେବେ କୁହାଯାଉଛି ଯେ ଏଥର ମହିଳାଙ୍କ ପାଇଁ ଏସ୍ଏଚଜି ମହିଳାଙ୍କ ପାଇଁ ଋଣର ସୁଧ ଛାଡ଼ ହୋଇଛି। ପୂର୍ବ ସରକାର ଯେତିକି ଋଣ ନେଇଥିଲେ ଏସ୍ଏଚଜି ମହିଳା, ତାହାର ସୁଧ ପରିଶୋଧ କରିବା ପାଇଁ ପଡ଼ିବ ନାହିଁ। ଏନେଇ 227 କୋଟି ଟଙ୍କା ବ୍ୟୟବରାଦ ମଧ୍ୟ ହୋଇଛି। ତା ସହିତ ମଧ୍ୟ ସୁଭଦ୍ରା ଯୋଜନା ଟଙ୍କା ନେଇକି 100 ଦିନରେ କଣ କରିଥିଲେ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା। ତେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବେ ସିଧା ଟାର୍ଗେଟ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ। ପ୍ରାଥମିକ ସ୍କୁଲ ଏବଂ ସବୁ ସ୍କୁଲ ମାନଙ୍କୁ ତଦାରଖ ଚାଲିଛି। ତେବେ କୁହାଯାଉଛି ଯେ 5ଟି ସ୍କୁଲ ଏବଂ ଯାହା ସବୁ ସ୍କୁଲ ହୋଇଥିଲା, ସ୍କୁଲରେ ମଧ୍ୟ ସରକାରୀ କର୍ମଚାରୀ ଅଛନ୍ତି କିନ୍ତୁ ସ୍କୁଲରେ ପିଲା ନାହାନ୍ତି। ଏ ନେଇକି ମଧ୍ୟ ତଦାରଖ ଚାଲିଛି। ଆଉ ବଡ଼ ବଡ଼ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ଯେଉଁମାନେ ଆୟର ବହିର୍ଭୂତ ସମ୍ପତ୍ତି ରଖିଛନ୍ତି ତାଙ୍କୁ ମଧ୍ୟ ଧରା ପକାଉଛନ୍ତି। ଏ ଭିଜିଲାନ୍ସ ଲାଗିଛି, ଏବେ ଆୟର ବହିର୍ଭୂତ ସମ୍ପତ୍ତି ଯେଉଁମାନଙ୍କର ଅଛି ତାଙ୍କୁ ମଧ୍ୟ ଧରୁଛି ଏବେ ଭିଜିଲାନ୍ସ। ଏ ନେଇ ସରକାର ବହୁତ ଦିଗରେ ଚିନ୍ତା ମଧ୍ୟ କରୁଛନ୍ତି। ତା ସହିତ ଓଡ଼ିଶାକୁ କିଭଳି ଆହୁରି ଉନ୍ନତି କରିବା, ମହିଳାଙ୍କୁ କିଭଳି ସଶକ୍ତ କରିବା, ସେ ନେଇ ମଧ୍ୟ ଚିନ୍ତା କରୁଛନ୍ତି। ବାଲିଯାତ୍ରାରେ ସିଏମସିର ରେଡ୍, ବାସି ଖାଦ୍ୟ ନଷ୍ଟ କରି ଦୋକାନୀଠୁ ଫାଇନ୍ ଏବେ ଆଦାୟ କରିଛି। ତେବେ ବାଲିଯାତ୍ରା ତଳ ପଡ଼ିଆରେ ସିଏମସି ସ୍ୱାସ୍ଥ୍ୟ ଟିମ୍ ଚଢ଼ାଉ କରିଛି। ବାସି ଖାଦ୍ୟ ବିକ୍ରି କରିବା ବା ଗଚ୍ଛିତ ରଖିବା ନେଇ ଚଢ଼ାଉ କରିଛି ଟିମ୍। ଫୁଡ୍ ଷ୍ଟଲରେ ସ୍ୱାସ୍ଥ୍ୟ ଟିମ୍ ଚଢ଼ାଉ କରି ବାସି ଖାଦ୍ୟ ନଷ୍ଟ କରିଛି। ବାସି ଖାଦ୍ୟ ଗଚ୍ଛିତ ରଖିଥିବା ଅଭିଯୋଗରେ ଦୋକାନୀକୁ ଫାଇନ୍ ମଧ୍ୟ ଆଦାୟ କରିଛି। ନିୟମିତ ବ୍ୟବଧାନରେ ବାଲିଯାତ୍ରା ସରିବା ଯାଏଁ ଏଭଳି ମଧ୍ୟ ଯାଞ୍ଚ ଚାଲିବ। ପ୍ରତିଦିନ ବାଲିଯାତ୍ରାକୁ ଲକ୍ଷାଧିକ ଲୋକେ ଆସୁଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏଭଳି ମଧ୍ୟ କରାଯାଉଛି ବୋଲି କୁହାଯାଉଛି।